ଛାନ୍ଦ ଗୋଟି ତାରା ଚନ୍ଦ୍ରମା ପରି, ଜାନାମ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କର ଚିତ୍ରକାବ୍ୟ ବନ୍ଧୋଦୟରେ ସୁନ୍ଦର ଭାବରେ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀ ଏହି କାବ୍ୟର ଯଶଗାନ କରାଯାଇଛି। ବାସ୍ତବିକ ଭଞ୍ଜଙ୍କର ଏହି 35 ଛାନ୍ଦ ବିଶିଷ୍ଟ କାବ୍ୟଟି ବେଶ୍ ଜନପ୍ରିୟ ନହେଲେ ହେଁ ଜ୍ୟେଷ୍ଠ ଗୁଣର ଅଧିକାରୀ ନିଶ୍ଚୟ। କବି ଜୀବନର ଅନ୍ତିମ ସମୟରେ ଏହା ରଚିତ ହୋଇଥିବାର ନିଶ୍ଚିତ ଭାବରେ ଜଣାପଡ଼େ। କାରଣ କାବ୍ୟ ରଚନା, ଶବ୍ଦ ପ୍ରୟୋଗର ଚାତୁରୀ ଏବଂ ଛାନ୍ଦ ତଥା ଅଳଙ୍କାରର ପ୍ରୟୋଗରେ ଏହାର ପରିପକ୍ୱତା ବେଶ୍ ପ୍ରଭାବଶାଳୀ। ଏହି ହେତୁ କୁହାଯାଏ ଏହା ନିଶ୍ଚିତ ଭାବରେ ଉପେନ୍ଦ୍ର ଭଞ୍ଜଙ୍କର ପାକଳ ହାତର ଲେଖା। ବାସ୍ତବିକ କାଳ୍ପନିକତାର କାଉଁରୀ କାଠିକୁ ଛୁଆଇଁ କବି ଏହାକୁ ନିଶ୍ଚିତ ଭାବରେ ଏକ କାଳଜୟୀ କଳାକୃତିରେ ପରିଣତ କରିଛନ୍ତି, ଏଥିରେ ସନ୍ଦେହ ନାହିଁ। ଆଉ ସେଥିପାଇଁ ଆଜିର ଏ ଆଲୋଚନା କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ବଛା ବଛା ପଦଗୁଡ଼ିକ ଯେଉଁ କୁହାଯାଉଛି, ତେଣୁ ଆଜିର ଆଲୋଚନା 35 ଛାନ୍ଦ ବିଶିଷ୍ଟ ଏହି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପଦ୍ୟ ମଧ୍ୟରୁ ବଛା ବଛା କେତୋଟି ପଦ୍ୟକୁ ଆଜି ଆଲୋଚନା କରିବା, ଯାହାକି ସର୍ବଶ୍ରେଷ୍ଠ ପଦ ରୂପେ ବିବେଚିତ ହୁଏ। ତେବେ ଆସନ୍ତୁ ପ୍ରଥମ ପଦକୁ ଆଲୋଚନା କରିବା, ଏହାର ଦ୍ୱାଦଶ ଏବଂ ତ୍ରୟୋଦଶ ପଦ, ଯାହାକି ମଙ୍ଗଳ ଗୁଜ୍ଜରୀ ରାଗରେ ରଚିତ ହୋଇଛି ଏବଂ କୁହାଯାଇଛି ସେ କମ୍ଭୁ କଟକ ରାଜା ନାମ ଜଗନ୍ନାଥ। ସେ କମ୍ଭୁ କଟକ ରାଜା ନାମ ଜଗନ୍ନାଥ। ଚାରି ବର୍ଣ୍ଣେ ଚଉବର୍ଗ ଦେବାକୁ ସମର୍ଥ ଯେ। କମ୍ଭୁ ଅର୍ଥାତ୍ ଶଙ୍ଖ ଏବଂ ପୁରୀର ଅନ୍ୟ ନାମ ନିଶ୍ଚିତ ଭାବରେ ଶଙ୍ଖକ୍ଷେତ୍ର। ଚଉବର୍ଗ ଧର୍ମ, ଅର୍ଥ, କାମ ଏବଂ ମୋକ୍ଷ। ଏବଂ ଏହି ଶଙ୍ଖକ୍ଷେତ୍ରର କ୍ଷେତ୍ରାଧିପତି ତଥା ରାଜାଙ୍କର ନାମ ହେଉଛି ଶ୍ରୀ ଜଗନ୍ନାଥ। ସେ ଯଥାକ୍ରମେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଏବଂ ଶୂଦ୍ରଙ୍କୁ ଧର୍ମ, ଅର୍ଥ, କାମ, ମୋକ୍ଷ ଏହି ଚଉବର୍ଗ ଫଳ ଦେବାକୁ ନିଶ୍ଚିତ ଭାବରେ ସମର୍ଥ। ଏହା କୁହାଯାଇଛି କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ପ୍ରଥମ ଛାନ୍ଦର ଦ୍ୱାଦଶ ପଦରେ। ଏବେ ଆସନ୍ତୁ ଏହାର ତ୍ରୟୋଦଶ ପଦକୁ ଆଲୋଚନା କରିବା, ଯାହା କୁହାଯାଇଛି ଭକ୍ତି ଦେବା ଗୁପ୍ତ ହୋଇ ଅଛି ଯୁକ୍ତାକ୍ଷରେ, ବୈଷ୍ଣବ ବିହୀନେ କେହୁ ଜାଣିବ ସଂସାରେ। କୁହାଯାଇଛି ଯୁକ୍ତାକ୍ଷରେ ଜଗତ ଯୁକ୍ତ ନାଥ। ନାଥ ଶବ୍ଦ ସହିତ ସନ୍ଧି ହୋଇ ତ ସ୍ଥାନରେ ନିଶ୍ଚିତ ଭାବରେ ନ ଆଗମ ହେବାରୁ ଜଗନ୍ନାଥ ନାମ ହୋଇଅଛି। ଜଗତ ଶବ୍ଦର ଅନ୍ୟ ଅର୍ଥ ରାଧା ଏବଂ ନାଥ ଶବ୍ଦର ଅନ୍ୟ ଅର୍ଥ ନିଶ୍ଚିତ ଭାବରେ କୃଷ୍ଣ। ଅତଏବ ରାଧା ଏବଂ କୃଷ୍ଣ ହେଉଛନ୍ତି ଜଗନ୍ନାଥ। ଯଥା ରୀତିରେ ବୈଷ୍ଣବମାନେ ରାଧାକୃଷ୍ଣଙ୍କୁ ଉପାସନା କରନ୍ତି। ରାଧା ଭକ୍ତି ପ୍ରଦାୟିନୀ ଏ ମତକୁ ବୈଷ୍ଣବମାନେ ସ୍ୱୀକାର କରନ୍ତି। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ସପ୍ତମ ଛାନ୍ଦ ରାଗ ରସକୋଇଲି। ଏହି ରାଗରେ ଏହାକୁ ନିଶ୍ଚିତ ଭାବରେ ଗାୟନ କରାଯିବ। ଏହାର 22ତମ ପଦ ନିଶ୍ଚିତ ଭାବରେ ଅତୀବ ଗୁରୁତ୍ୱପୂର୍ଣ୍ଣ, ଯାହା କୁହାଯାଇଥିଲା ଲୋକେ ଅବଳା ଯେ ବାଳାକୁ କହି, ଅଦୃଷ୍ଟି ଅଶ୍ରୁତି ବଳ ଦେଖାଇ, ବନ୍ଦୀ କରି ତିନି ବଳି ଏଥିକି, ମର୍କତ ଧନୁ କେବେନି ପୃଥିକି, ସେ ନିଶ୍ଚୟ ଧରିଅଛି ଟେକି ଯେ, ଜଘନ ଭଦ୍ରାସନ ଘେନି ହେଲାନି, ବଳବନ୍ତେ ଅଭିଷେକି ଯେ। ଯଥାକ୍ରମେ ଜଗତରେ ସ୍ତ୍ରୀକୁ ଅବଳା ତଥା ବଳହୀନା ବୋଲି ମଧ୍ୟ କହିଥାନ୍ତି। ମାତ୍ର ଏ ସଂସାରରେ ଯାହା ଦେଖାଯାଇ ନାହିଁ ବା ଶୁଣାଯାଇ ନାହିଁ ସେପରି ବଳ ଦେଖାଉଅଛି। ବିଷ୍ଣୁ ଗୋଟିଏ ବଳିକୁ ବନ୍ଦୀ କରିଥିଲେ, କିନ୍ତୁ ଏହି ବାଳା ତିନି ବଳିଙ୍କୁ ଅର୍ଥାତ୍ ତ୍ରିବଳୀଙ୍କୁ ନିଜ ହୃଦୟରେ ବନ୍ଦୀ କରିଅଛି।
ଅର୍ଜୁନ ନିଜର ଧନୁହୂଳରେ ପୃଥିବୀକୁ ଟେକି ରଖିଥିଲେ। ଏହି ବାଳା ମର୍କତ ଧନୁ ସଦୃଶ୍ୟ ରୋମ ସମୂହରେ ପୃଥିବୀ ସମାନ ଦୁଇଟି ସ୍ତନକୁ ଟେକି ଧରିଅଛି। ନିଜର ଅଣ୍ଟା ପଛଭାଗ ରୂପକ ସିଂହାସନରେ ବସି ବଳବନ୍ତମାନଙ୍କର ଭିତରେ ଶ୍ରେଷ୍ଠ ବୋଲି ଅଭିଷିକ୍ତ ହୋଇଅଛି। ଏହା ନିଶ୍ଚିତ ଭାବରେ ସପ୍ତମ ଛାନ୍ଦରେ କୁହାଯାଇଛି। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର 16ତମ ଛାନ୍ଦ, ଯେଉଁ ଛାନ୍ଦ ଚିନ୍ତା କୌଶିକ ଏହି ରାଗରେ ନିର୍ଣ୍ଣୟ କରାଯାଇଛି ଏବଂ ଏହାର 27ତମ ପଦ ଅତ୍ୟନ୍ତ ମହତ୍ତ୍ୱ ରଖେ, ଯାହା କୁହାଯାଇଥିଲା ଭ୍ରୁଭଙ୍ଗିନୀ ଯୋଗ ଭଙ୍ଗିନୀ ରେ ପ୍ରିୟ ସଙ୍ଗିନୀ ରଚେ ଭାରତୀ রাজা তনুজা দুষ্ট রাজা তু লজ্জা বতী হইয়ে কীর্তি রে মিত মন্ত্র পীরতি বেনি গুপত তেবে বাঞ্ছিত কার্য প্রাপত জনা গলে সরিব মহতরে মিত। কটাক্ষ চাতুরী যুক্তা এবং যোগ ভঙ্গকারিণী সুন্দরী রাজকন্যা প্রতি প্রিয় সখী কহিলা, তু রাজকন্যা পুଣି প্রাপ্তবয়স্কা, এণু লজ্জাশীলা হবা কথা। তোর এপরি লজ্জাহীনা অতি অসুন্দর। আলো মিত মন্ত্র এবং প্রীতি এ দুইটি নিশ্চিত ভাবে অত্যন্ত গোপনীয়, যাহাদ্ୱାରା গোপনীয়তা রখিলে ହିଁ মনର বাঞ্ছা অভীষ্ট ପୂର୍ଣ୍ଣ ହୋଇଥାଏ। ଆଉ ଯଦି ଏ କଥା ପ୍ରକାଶ ପାଇଯାଏ ତାହେଲେ ନିଶ୍ଚିତ ମହତ ସରିବା କଥା କୁହାଯାଇଛି। ପୁନଶ୍ଚ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର 16ତମ ଛାନ୍ଦର ଶେଷ ପଦ ଅର୍ଥାତ୍ ତୃତୀୟ ପଦରେ ଯଥାକ୍ରମେ ସୁନ୍ଦର ଭାବରେ ବିନୟ ପ୍ରକାଶ କରି କୁହାଯାଇଛି, କହେ ଉପଇନ୍ଦ୍ର ମୋ ପ୍ରଭୁ ଶ୍ରୀରାମ ବୈକୁଣ୍ଠନାଥ ସାକ୍ଷାତ জাত কলে ক্ষীরার্ণবু সুধা মোর গিরার্ণবুর সগীত সে সত সে বিবুদ্ধ এ বুদ্ধ রঞ্জিত দৈত্য খଳରେ অধরক্ষিত যে গ্রাসিব হেব রাহুমত সে সত। ଉପେନ୍ଦ୍ର ଭଞ୍ଜ ପ୍ରକାଶ କରୁଛନ୍ତି, ମୋ ପ୍ରଭୁ ଶ୍ରୀରାମ ସାକ୍ଷାତ ବୈକୁଣ୍ଠର ଅଧୀଶ୍ୱର ଅଟନ୍ତି। ସେ କ୍ଷୀର ସମୁଦ୍ରରୁ ଅମୃତ ଜାତ କଲେ ଏବଂ ମୋ କଥା ସମୁଦ୍ରରୁ ମଧ୍ୟ ସେ ଗୀତ ଜାତ କଲେ ଏବଂ ଏହା ଅତ୍ୟନ୍ତ ସତ୍ୟ। ସାଗରରୁ ମନ୍ଥନ ହୋଇଥିବା ଅମୃତ ବିବୁଦ୍ଧ ଅର୍ଥାତ୍ ଦେବତାମାନଙ୍କୁ ନିଶ୍ଚିତ ଭାବରେ ଶାନ୍ତି ପ୍ରଦାନ କରୁଅଛି। ମୋର ଗୀତ ଅମୃତର ବୁଧ ଅର୍ଥାତ୍ ପଣ୍ଡିତ ଜନମାନଙ୍କୁ ମଧ୍ୟ ଏହା ଆନନ୍ଦ ପ୍ରଦାନ କରୁଅଛି। ଅଥଚ ଅମୃତ ଅସୁରମାନଙ୍କ ଦ୍ୱାରା ଅପମାନିତ ହୋଇନାହିଁ। ମୋ ଗୀତକୁ ଯେଉଁ ବ୍ୟକ୍ତି ଗ୍ରାସ କରିବ ସେ ସୁଧାପାନରେ ରାହୁର ଶିରଚ୍ଛେଦ ହେଲା ପରି ଦଶା ନିଶ୍ଚିତ ଭାବରେ ଭୋଗ କରିବ, ଏହା କହୁଛନ୍ତି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ। କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର 28ତମ ପଦ, ଯାହାକି ବସନ୍ତ ବରାଡ଼ି ଏହି ରାଗରେ ଏହା ବର୍ଣ୍ଣିତ ହୋଇଛି ଏବଂ ଏହାର ପ୍ରଥମ ପଦ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, ଯାହା କୁହାଯାଇଛି, ବିଜ୍ଞ ସୁଜନ ରଞ୍ଜନ ପଦମାନ ମାନସେ କରିବ ବିଚାର ଅଳ୍ପ ବିତ୍ପତ୍ତି ଉତ୍ପତ୍ତି ନରପନ୍ତି ବାନର ମୁଷ୍ଟି ପରକାର ଛାଡ଼ନ୍ତି ନାହିଁ ଆମ୍ଭେ ବଡ଼ ଏ ଗର୍ବ ଏ ଗୀତ ସବିତା ପଦ ପ୍ରଭାବରେ ତାମସ ତମସ ନାସିବ ଛାଡ଼ନ୍ତି ନାହିଁ ଆମ୍ଭେ ବଡ଼ ଏ ଗର୍ବ। ହେ ପଣ୍ଡିତମାନେ, ସାଧୁ ଲୋକଙ୍କର ଚିତ୍ତ ମୁଗ୍ଧକର ଏହି ପଦମାନ ମନରେ ବିଚାର କରିବା ହୁଅନ୍ତୁ। ଯେଉଁ ଅଳ୍ପ ଜ୍ଞାନଯୁକ୍ତ ବ୍ୟକ୍ତିମାନେ ମାଙ୍କଡ଼ ପଲ ପରି ନିଜର ବଡ଼ାଇ ଛାଡ଼ିବାକୁ ପ୍ରସ୍ତୁତ ନୁହନ୍ତି, ଏହି ଗୀତ ରୂପକ ସୂର୍ଯ୍ୟ କିରଣ ତୁଲ୍ୟ ପଦମାନ ସେମାନଙ୍କର
ତମ ଗୁଣଯୁକ୍ତ ଅନ୍ଧକାରକୁ ନିଶ୍ଚୟ ନାଶ କରିବ। ଏହା କୁହାଯାଇଛି ଏହି 28ତମ ଛାନ୍ଦର ପ୍ରଥମ ପଦରେ। ବିଶେଷ କରି ଆମେ କେତେ ଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ ପଦ ଏବଂ ଯେଉଁ କୁହାଯାଉଛି ପ୍ରସିଦ୍ଧ ପଦଗୁଡ଼ିକ କୋଟି ବ୍ରହ୍ମାଣ୍ଡ ସୁନ୍ଦରୀର ଆଲୋଚନା କଲେ ଏବଂ ପରବର୍ତ୍ତୀ ସମୟରେ ଆମେ ଅନ୍ୟାନ୍ୟ ଛାନ୍ଦ ସମ୍ପର୍କରେ ଆଲୋଚନା କରିବା। ବନ୍ଦେ ଉତ୍କଳ ଜନନୀ।